ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ତୁମମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଏସ୍ଏସ୍ ଓଡ଼ିଆ ଏକାଡେମୀକୁ ସ୍ୱାଗତ। ପିଲାମାନେ, ତୁମମାନଙ୍କର ଯେଉଁ ଆନୁଆଲ୍ ଏକ୍ଜାମ୍ ରହିଛି ତାହାକୁ ଆଉ ମାତ୍ର 2 ମାସରୁ କମ୍ ସମୟ ରହିଲା। ତେଣୁ ଆମେମାନେ ନିଜକୁ କେତେ ମାତ୍ରାରେ ପ୍ରସ୍ତୁତ କରିଛେ ଏଇ ଅବଜେକ୍ଟିଭ୍ କ୍ୱେଶ୍ଚନ୍ ପାଇଁ ହେଉ ବା ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚନ୍ ହେଉ ବା MCQ, ଆମେ ତାକୁ ଯାହା ବି କହିପାରିବା। ତ ଏକ ମାର୍କିଆ କ୍ୱେଶ୍ଚନ୍ ଯେଉଁ 50ଟି ପଡ଼ିବ, ଆମେ ସେଥିରୁ କେତେ ମାର୍କ ରଖିପାରୁଛେ, ତ ଆମେ କେତେଟା ପ୍ରଶ୍ନର ଉତ୍ତର ଜାଣିଛେ 50ଟିରୁ, ତ ତାକୁ ଆମେ ଅଭ୍ୟାସ କରିନେବା। ଏଇଭଳି ଭାବରେ ଆମେ ଯଦି ଅଧିକରୁ ଅଧିକ ସେଟ୍ ପ୍ରାକ୍ଟିସ୍ କରିବା, ନିଶ୍ଚିତ ଭାବରେ ଆମ ପରୀକ୍ଷାରେ ଆମେ ସଫଳତା ଆଣିପାରିବା ବା A1 ଗ୍ରେଡ୍ A2 ଗ୍ରେଡ୍ ଆଣିପାରିବା। ଚାଲ ଆଜିର ଭିଡ଼ିଓକୁ ଆରମ୍ଭ କରିବା। କିନ୍ତୁ ଯେଉଁମାନେ ବି ଚ୍ୟାନେଲକୁ ନୂଆ ଆସୁଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ। ଦେଖ, ଫାର୍ଷ୍ଟ ପ୍ରଶ୍ନ ରହିଛି, କାନ୍ତ କବିଙ୍କ କେଉଁ ଉପନ୍ୟାସଟି ଜନମାନସରେ ବେଶ୍ ପରିଚିତ? ଏହାର ସଠିକ୍ ଉତ୍ତର କ'ଣ ହେବ ନା କଣାମୁ ଉପନ୍ୟାସ। କେଉଁ ଉପନ୍ୟାସ? କଣାମୁ ଉପନ୍ୟାସ। ନେକ୍ସଟ ପ୍ରଶ୍ନ ଦେଖିବା, ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ନଦୀ, ପବନ, ହ୍ରଦ, ସମୁଦ୍ର। ଏହାର ସଠିକ୍ ଉତ୍ତର କ'ଣ ହେବ ନା ସମୁଦ୍ର ଧୋଇ ଦେଉଛି। ଭୀମ କେଉଁ ଦୈତ୍ୟକୁ ମାରି କୈଳାସ ପର୍ବତକୁ ଉଦ୍ଧାର କରିଥିଲେ? ରାବଣ, କୁମ୍ଭକର୍ଣ୍ଣ, ଅଶ୍ଳେଷା ଦୈତ୍ୟ, ହିରଣ୍ୟକଶିପୁ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଅଶ୍ଳେଷା ଦୈତ୍ୟକୁ ମାରି ସେ କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ସେତେବେଳେ ଭୀମ କେଉଁଠାରେ ଅବସ୍ଥାନ କରୁଥିଲେ? ବିନ୍ଧ୍ୟ ପର୍ବତରେ, ଋଷ୍ୟମୁଖ ପର୍ବତରେ, ବିରାଟ ରାଜ୍ୟରେ, କିଷ୍କିନ୍ଧ୍ୟା ପର୍ବତରେ। କ'ଣ ଭାବିଲେ ଏହାର ସଠିକ୍ ଉତ୍ତର? ଋଷ୍ୟମୁଖ ପର୍ବତରେ। କାହା ନିକଟରେ ରାବଣର କୂଟନୀତି ନିଷ୍ଫଳ ହେଲା? ପ୍ରଭୁଭକ୍ତି, ବୀରତ୍ୱ, ପୁଣ୍ୟବଳ, ଧର୍ମବଳ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ନା ପ୍ରଭୁଭକ୍ତି ନିକଟରେ। ରାବଣକୁ ଦେବରିପୁ ବୋଲି କିଏ ସମ୍ବୋଧନ କରିଥିଲେ? ବିଭୀଷଣ, ଶୁକସାରଣ, ଅଙ୍ଗଦ, ସୁଗ୍ରୀବ। ଏହାର ସଠିକ୍ ଉତ୍ତର କ'ଣ ହେବ? ଶୁକ ଓ ସାରଣ। ଚିଲିକା ତହର ଏହି ସଭାବନ ବର୍ଣ୍ଣୋତ୍ସବମୟ ଦୃଶ୍ୟ ଡେସ୍ ଚିରନ୍ତନ, ଆୟତନ, ଭ୍ରାମ୍ୟମାଣ, ସାୟନ୍ତନ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ସାୟନ୍ତନ। ଦେଖ, କାହା ଯୋଗୁଁ ଚିଲିକାରେ ଲୋକ କୋଳାହଳ କ୍ରମଶଃ ନିଶ୍ଚଳ ହେଉଥିଲା? ରାତ୍ରି ଆଗମନ, ଝଡ଼ ଆଗମନ, ରୌଦ୍ରତାପ, ବର୍ଷାପାତ। କାହା ଯୋଗୁଁ ଚିଲିକାରେ ଲୋକ କୋଳାହଳ କ୍ରମଶଃ ନିଶ୍ଚଳ ହେଉଥିଲା? କ'ଣ ହେବ? ରାତ୍ରି ଆଗମନ। ରାତି ଯେତେ ବଢ଼ିବ ନିସ୍ତବ୍ଧ ହେଇଯିବ ସବୁ। ଉଚ୍ଚ ଓଙ୍କାର ଧ୍ୱନିକୁ କବିତାରେ କାହା ସହ ତୁଳନା କରାଯାଇଛି? କଳିଙ୍ଗର ମଧୁର ଗାନ, ସରସ୍ୱତୀଙ୍କ ବୀଣା ଝଙ୍କାର, କୋଇଲିର କୁହୁତାନ, ସମୀରର ସଙ୍ଗୀତ ଗାନ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ନା ସରସ୍ୱତୀଙ୍କର ବୀଣା ଝଙ୍କାର। ବାଲ୍ମୀକି ଆଶ୍ରମ ନିକଟସ୍ଥ ପ୍ରବାହିତ କ୍ଷୁଦ୍ର ନଦୀର ନାମ କ'ଣ? ବାଲ୍ମୀକି ଆଶ୍ରମ ନିକଟସ୍ଥ ପ୍ରବାହିତ କ୍ଷୁଦ୍ର ନଦୀର ନାମ କ'ଣ? କ'ଣ ହେବ? ସରଜୁ, ସରସ୍ୱତୀ, ଯମୁନା, ତମସା। ଏହାର ସଠିକ୍ ଉତ୍ତର ହେଇଯିବ ତମସା। ନବୀନ ଯୁଗର ତରୁଣମାନଙ୍କ ହାତରେ କୋଟି ପ୍ରଦୀପ ଦେଖି କେଉଁମାନେ ଶଙ୍କିତ ହୋଇ ଉଠିବେ? ପ୍ରଶାସନ, ପୁଞ୍ଜିପତି, ଚନ୍ଦ୍ର ସୂର୍ଯ୍ୟ ତାରା, ସରକାରୀ କଳ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଚନ୍ଦ୍ର ସୂର୍ଯ୍ୟ ତାରା। ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ କେଉଁ କବିତାର ଅନ୍ତଃସ୍ୱର? ଜାଗବନ୍ଧନହରା, ସର୍ବଂସହା ମାଟି, ଚିଲିକାର ସାୟନ୍ତନ ଦୃଶ୍ୟ, ବନ୍ଦେ ଉତ୍କଳ ଜନନୀ। ଏହାର ସଠିକ୍ ଉତ୍ତର କ'ଣ ହେବ ନା ଜାଗବନ୍ଧନହରା। ତ ଯେଉଁମାନେ ବି ଭିଡ଼ିଓକୁ ଦେଖୁଛ, ଭଲ ଭାବରେ ଦେଖ, ଆଦୌ ସ୍କିପ୍ ନ କରି। ଏବଂ ଆମେ ଯଦି ପ୍ରତ୍ୟେକ ସେଟ୍କୁ ପ୍ରାକ୍ଟିସ୍ କରିବା, ନିଶ୍ଚିତ ଭାବରେ ଆମେ 100% ପ୍ରଶ୍ନର ଉତ୍ତର ଦେଇପାରିବା। ଚାଲ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମନ ସୁଖ ଲାଗି ମାଟି ମା କେଉଁଠାରେ ହସ କଥା ଭରି ରଖିଛି? ନଈ ସମୁଦ୍ରରେ, ସବୁଜ ବଣରେ, ସମୁଦ୍ର କୂଳରେ, ଝରଣା କୂଳରେ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ ନା ନଈ ସମୁଦ୍ରରେ। ନେକ୍ସଟ ଦେଖିବା, ମନୁଷ୍ୟର କେଉଁ ଚେତନାର ଜାଗ୍ରତ ପାଇଁ ସର୍ବଂସହା ମାଟି କବିତାର ଆହ୍ୱାନ ଦିଆଯାଇଛି? ସୁପ୍ତ ଦିବ୍ୟ ଚେତନା, ଅର୍ଦ୍ଧ ଚେତନା, ସାଂସ୍କୃତିକ ଚେତନା, ସୁପ୍ତ ଚେତନା। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଫକୀରମୋହନଙ୍କ ଉତ୍କଳ ଭ୍ରମଣ ଅନୁକରଣରେ
କାନ୍ତ କବି କ'ଣ ରଚନା କରିଥିଲେ? କଟକ ଭ୍ରମଣ, ଉତ୍କଳ ସଫର, କଟକ ସଫର, ହନୁମନ୍ତର ବସ୍ତ୍ରହରଣ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା କଟକ ସଫର। କାନ୍ତ କବିଙ୍କ ରଚିତ କେଉଁ ଗଳ୍ପରେ ପ୍ରେମ ଓ କରୁଣ ଭାବ ପାଠକମାନଙ୍କ ନିକଟରେ ଅଭୁଲା କାହାଣୀ ହୋଇ ରହିଛି? ଜୀବନ୍ତ ମରଣ, ଦେହି ପଦପଲ୍ଲବ ମୁଦାରମ, ବୁଢ଼ା ଶଙ୍ଖାରୀ, ମହାପ୍ରୟାଣ। କେଉଁଟି? ବୁଢ଼ା ଶଙ୍ଖାରୀ। ଗୋବିନ୍ଦ ଭାଇ କିପରି ଲୋକ ଥିଲେ? ଆଜୀବନ ଅକର୍ମା ଓ ଅଭାଗା, ଆଜୀବନ ଅକର୍ମା ଅବିବାହିତ, ଆଜୀବନ ରାଜନୀତି ବିରୋଧୀ, ଆଜୀବନ ପଙ୍ଗୁ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଅପସନ୍ ବି, ଆଜୀବନ ଅକର୍ମା ଓ ଅବିବାହିତ। କାହାକୁ ମହାଭାରତର କର୍ଣ୍ଣଧାର କୁହାଯାଇଛି? ଶକୁନିକୁ, ଅର୍ଜୁନକୁ, ଶ୍ରୀକୃଷ୍ଣକୁ, ବଳରାମଙ୍କୁ। କାହା କୁହାଯାଇଛି? ଶ୍ରୀକୃଷ୍ଣକୁ। ଅପସନ୍ ସି। ହିନ୍ଦୁମାନଙ୍କ ମତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କେଉଁ ଉନ୍ନତି ସର୍ବାଦୌ କରଣୀୟ? ମାନସିକ ବୈଷୟିକ, ବୈଷୟିକ ଶାରୀରିକ, ମାନସିକ ଓ ନୈତିକ, ଶାରୀରିକ ଓ ମାନସିକ। ଅପସନ୍ ଡି କରେକ୍ଟ ଆନ୍ସର୍, ଶାରୀରିକ ଓ ମାନସିକ। ନେକ୍ସଟ ପ୍ରଶ୍ନ ଦେଖିବା, ଶୂନ୍ୟସ୍ଥାନ ପୂରଣ କର। ବୈଜ୍ଞାନିକମାନେ ଡ୍ୟାସ୍ ଓ ଡ୍ୟାସ୍ ଉଦ୍ଭାବନ କରି ମାନବକୁ ଧ୍ୱଂସ ପଥର ପଥିକ କରିଛନ୍ତି? ପରମାଣୁ ବୋମା ଓ କ୍ଷେପଣାସ୍ତ୍ର, ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ, ଯାନବାହନ ଓ ବିସ୍ଫୋରକ, ମାରାତ୍ମକ ଗ୍ୟାସ୍ ଓ କ୍ଷେପଣାସ୍ତ୍ର। ଏହାର କରେକ୍ଟ ଆନ୍ସର୍ କ'ଣ ହେଇଯିବ? ନା ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ। ଅପସନ୍ ବି। ଇସ୍ରାଏଲରେ ହିବ୍ରୁ ଭାଷା ପାଇଁ କ'ଣ ସ୍ଥାପିତ ହୋଇଛି? ଭାଷା କାଉନସିଲ୍, ଭାଷା ଏକାଡେମୀ, ଭାଷା ସୋଭିଏଟ୍, ଭାଷା ବିଶ୍ୱବିଦ୍ୟାଳୟ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଭାଷା କାଉନସିଲ୍ ସ୍ଥାପିତ ହୋଇଛି। କିଏ ମାତୃଭାଷାକୁ ମାତୃସ୍ତନ୍ୟ ପରି ମୂଲ୍ୟବାନ ମନେ କରୁଥିଲେ? ରବୀନ୍ଦ୍ରନାଥ ଠାକୁର, ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଜାକିର ହୁସେନ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ମହାତ୍ମା ଗାନ୍ଧୀ ବା ଗାନ୍ଧୀଜୀ। ଅପସନ୍ ସି। ଶ୍ରୀରାମକୃଷ୍ଣଙ୍କର କେତେଜଣ ସନ୍ନ୍ୟାସୀ ଶିଷ୍ୟ ଥିଲେ? 15 ଜଣ, 17 ଜଣ, 16 ଜଣ, 18 ଜଣ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ନା ଅପସନ୍ ସି, 16 ଜଣ। କିଏ ମାସ ମାସ ଧରି କଇଁଚି କାକୁଡ଼ି ପତ୍ର ସିଝା, କଇଁଚି କାକୁଡ଼ି ଅର୍ଥ କଷି କାକୁଡ଼ି, କଷି କାକୁଡ଼ିର ପତ୍ରକୁ ସିଝେଇକି ଲୁଣ ଲଗାଇ ଭାତ ଖାଉଥିଲେ? ନରେନ୍ଦ୍ରନାଥ, ଶ୍ରୀରାମକୃଷ୍ଣ, ଗୁଜରାଟୀ ପଣ୍ଡିତଗଣ, ଶ୍ରୀରାମକୃଷ୍ଣଙ୍କ ଶିଷ୍ୟମାନେ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଶ୍ରୀରାମକୃଷ୍ଣଙ୍କ ବା ରାମକୃଷ୍ଣଙ୍କ ଶିଷ୍ୟମାନେ। ଅପସନ୍ ଡି। କିଏ ନାଟ୍ୟ ଭାରତୀ ଉପାଧିରେ ଭୂଷିତ ହୋଇଥିଲେ? ବାଳକୃଷ୍ଣ ମହାନ୍ତି, ଅଶ୍ୱିନୀ କୁମାର ଘୋଷ, ଜଗନମୋହନ ଲାଲ, କାର୍ତ୍ତିକା ଚନ୍ଦ୍ର ଘୋଷ। ଏହାର ସଠିକ୍ ଉତ୍ତର କ'ଣ ହେବ? ନା ଅଶ୍ୱିନୀ କୁମାର ଘୋଷ। କେଉଁ ମସିହାରେ ସମାଜ ଖବରକାଗଜ ପ୍ରକାଶିତ ହୋଇଥିଲା? 1918, 1919, 1920, 1921। ଏହାର ସଠିକ୍ ଉତ୍ତର କ'ଣ ହେବ? ନା 1919ରେ ପ୍ରକାଶିତ ହୋଇଥିଲା। କାଠୁରିଆ ପ୍ରତି ଲେଖକଙ୍କ ଆଚରଣ କିପରି ଥିଲା? ବହୁତ ଭଲ, ହିଂସା ଓ ଅସୂୟା ଭାବ, ବହୁତ ରୁକ୍ଷ, ଆନ୍ତରିକତାହୀନ। ଏହାର ସଠିକ୍ ଉତ୍ତର କ'ଣ ହେଇଯିବ? ଅପସନ୍ ଡି, ଆନ୍ତରିକତାହୀନ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, କାଠୁରିଆ ଘୋଡ଼େଇ ହୋଇଥିବା ଅଳ୍ପ ଅସାର ବିଶିଷ୍ଟ ନାଲି ଧଡ଼ିର ଶାଢ଼ୀକୁ ସେ କେଉଁଠାରେ ଲଟକାଇଥିଲେ? ଚାକୁଣ୍ଡା ଗଛ ଡାଳରେ, ତରାଟ ଗଛ ଡାଳରେ, ବେଗୁନିଆ ଗଛ ଡାଳରେ, ଚମ୍ପା ଗଛ ଡାଳରେ। ଏହାର ସଠିକ୍ ଉତ୍ତର କ'ଣ ହେବ? ନା ବେଗୁନିଆ ଗଛ ଡାଳରେ। କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରଧାର୍ଯ୍ୟ, ଏ ଉକ୍ତିଟି କାହାର? ରାଜେଶ୍ୱରୀ, ମହାମନ୍ତ୍ରୀ, ସେନାପତି, ଗୁରୁବକୀ। ଏହାର ସଠିକ୍ ଉତ୍ତର ହେଇଯିବ ଅପସନ୍ ବି, ମହାମନ୍ତ୍ରୀଙ୍କର। ନେକ୍ସଟ କ୍ୱେଶ୍ଚନ୍ ପିଲା ଦେଖିବା, ଇତିହାସ କାହା ନାମରେ ଉଚ୍ଚ ସ୍ୱରରେ ପ୍ରଚାର କରିପାରିବ ନାହିଁ? ପ୍ରଜାପାଳକ ରାଜାଙ୍କର, ସାମ୍ରାଜ୍ୟ ସ୍ଥାପନ କରିଥିବା ରାଜାଙ୍କର, ପ୍ରଜାପୀଡ଼କ ରାଜାଙ୍କର, ସାମ୍ରାଜ୍ୟ ସ୍ଥାପନ ନ କରିଥିବା ରାଜାଙ୍କର। ଅପସନ୍ ଡି ହେଇଯିବ କରେକ୍ଟ ଆନ୍ସର୍, ସାମ୍ରାଜ୍ୟ ସ୍ଥାପନ ନ କରିଥିବା ରାଜାଙ୍କର। ନେକ୍ସଟ ପ୍ରଶ୍ନ ଦେଖିବା, ବେଲ, ଅଶ୍ୱତଥ ଓ ବଟବୃକ୍ଷ ଗଳ୍ପଟି ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା? ଝଙ୍କାର, ଆସନ୍ତାକାଲି, ଦୁର୍ମୁଖ, ନବରବି। ଏହାର ସଠିକ୍ ଉତ୍ତର ହେଇଯିବ କ'ଣ? ଅପସନ୍ ଡି, ନବରବି। ମଦନପୁର ମୌଜା ଓ ନଟବର ବାବୁଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ଗଛର ନାମ କ'ଣ? ବରଗଛ, ବେଲଗଛ, ଅଶ୍ୱତଥ ଗଛ, ଚାକୁଣ୍ଡା ଗଛ। ଏହାର କରେକ୍ଟ ଆନ୍ସର୍ ହେଇଯିବ ଅପସନ୍ ଏ, ବରଗଛ। ସୁବ୍ରତଙ୍କ ସାରସ୍ୱତ ପ୍ରେରଣାର ଉତ୍ସ କିଏ ଥିଲେ? ପ୍ରୀତି, ସୁରଭି, ପୂରବୀ, ଅରବି। ଏହାର କରେକ୍ଟ ଆନ୍ସର୍ କ'ଣ ହେବ? ଅପସନ୍ ସି, ପୂରବୀ।
ଫଲ୍ଗୁ ନାଟିକାରେ କେଉଁ ପରିବାରର ଚିତ୍ର ଚିତ୍ରିତ ହୋଇଛି? ସମ୍ଭ୍ରାନ୍ତ, ଯୌଥ, ମଧ୍ୟବିତ୍ତ, ଶିକ୍ଷିତ। ଏଥିରେ ମଧ୍ୟବିତ୍ତ ପରିବାରର ଚିତ୍ର ଚିତ୍ରିତ ହୋଇଛି। କୋଣାର୍କ ଏକାଙ୍କିକାଟି କେଉଁ ପ୍ରସଙ୍ଗ ଉପରେ ନାଟ୍ୟାୟିତ ହୋଇଛି? ମନ୍ଦିର ସ୍ଥାପନା, ମନ୍ଦିରର କାରୁକାର୍ଯ୍ୟ, ମନ୍ଦିରର ଦଧିନଉତି ବସିବା, ରାଜାଙ୍କର ଚିନ୍ତାଧାରା। ମନ୍ଦିରର ଦଧିନଉତି ବସିବା। ନେକ୍ସଟ ପ୍ରଶ୍ନ ଦେଖିବା। ଗଛଟି ପାଣିରେ ଜଳିଗଲା, ଏହା କାହିଁକି ବାକ୍ୟ ହୋଇପାରିବ ନାହିଁ ପିଲେ କହିଲ? ଯୋଗ୍ୟତା ଅଭାବରୁ, ଆସକ୍ତି ଅଭାବରୁ, ଆକାଂକ୍ଷା ଅଭାବରୁ, ବାକ୍ୟାଂଶ ଅଭାବରୁ। ଏଥିରେ ଯୋଗ୍ୟତା ଅଭାବ ରହିଛି, ତେଣୁ ଅପସନ୍ ଏ ହେଇଯିବ କରେକ୍ଟ ଆନ୍ସର। ନେକ୍ସଟ ପ୍ରଶ୍ନ ଦେଖିବା। ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ କେଉଁ ବାକ୍ୟ କୁହାଯାଏ? ସରଳ ବାକ୍ୟ କହିବା, ନା ଯୌଗିକ ବାକ୍ୟ କହିବା, ନା ଜଟିଳ ବାକ୍ୟ କହିବା, ନା ମିଶ୍ର ବାକ୍ୟ କହିବା? ଏହାର କରେକ୍ଟ ଆନ୍ସର ହେଇଯିବ ମିଶ୍ର ବାକ୍ୟ କହିବା। ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟା ଲାଭ କରିଥାଏ, ଏହି ବାକ୍ୟକୁ ସଂକ୍ଷେପ କଲେ ହେବ ଜିଜ୍ଞାସୁ ଛାତ୍ର ବିଦ୍ୟା ଲାଭ କରିଥାଏ। ଏଠାରେ ସଂକ୍ଷେପଣ କାହା ସାହାଯ୍ୟରେ ହୋଇଛି? କୃଦନ୍ତ, ତଦ୍ଧିତ, ସନ୍ଧି, ସମାସ। ଏହାର ସଠିକ ଉତ୍ତର କ'ଣ ହେଇଯିବ? କୃଦନ୍ତ। ଏଠାରେ ସଂକ୍ଷେପଣ କାହା ସାହାଯ୍ୟରେ ହୋଇଛି? କୃଦନ୍ତ ସାହାଯ୍ୟରେ। ବାକ୍ୟରେ ସମ୍ବୋଧନ ପଦ କେଉଁଠାରେ ବସେ? କେବଳ ବାକ୍ୟ ଆରମ୍ଭରେ, ଯେକୌଣସି ସ୍ଥାନରେ, କେବଳ ବାକ୍ୟ ଶେଷରେ, ବାକ୍ୟ ଆରମ୍ଭରେ ବା ବାକ୍ୟ ଶେଷରେ। କରେକ୍ଟ ଆନ୍ସର ହେଇଯିବ ଅପସନ୍ ଡି, ବାକ୍ୟ ଆରମ୍ଭରେ ବି ବସିପାରିବ ଏବଂ ବାକ୍ୟ ଶେଷରେ ମଧ୍ୟ ଆମେ ସମ୍ବୋଧନ ପଦକୁ ବସାଇ ପାରିବା। ଅପରାହ୍ନ ଏହି ଶବ୍ଦରେ ଣତ୍ୱ ବିଧିର କାରଣ କ'ଣ? ଦନ୍ତ୍ୟାନ ପୂର୍ବରୁ ହ ଥିବାରୁ, ଦନ୍ତ୍ୟାନ ପୂର୍ବରୁ ପ ବର୍ଗର ବର୍ଣ୍ଣ ଥିବାରୁ, ଦନ୍ତ୍ୟାନ ପୂର୍ବରୁ ଆ ଥିବାରୁ, ଏକ ପଦରେ ର ଓ ନ ମଧ୍ୟରେ ହ ଥିବାରୁ। ଏହାର ସଠିକ ଉତ୍ତର କ'ଣ ହେଇଯିବ? ନା ଏକ ପଦରେ ର ଓ ନ ମଧ୍ୟରେ ହ ଥିବାରୁ। ନେକ୍ସଟ ଦେଖିବା। ଗବେଷଣା ଏଠାରେ ସତ୍ତ୍ୱବିଧି ହେବାର କାରଣ କ'ଣ? ଏ ପରେ ସ ଥିବାରୁ, ଗ ପରେ ସ ଥିବାରୁ, ଐ ପରେ ସ ଥିବାରୁ, ଦନ୍ତେଶ୍ୱର ହଳନ୍ତ ପରେ ମୂର୍ଧଣ୍ୟ ଥିବାରୁ। ଏଠାରେ ଏ ପରେ ସ ଥିବାରୁ। ଅପସନ୍ ଏ ହେଇଯିବ କରେକ୍ଟ ଆନ୍ସର। ସୁକେଶିନୀ ଏହା କେଉଁ ଦୃଷ୍ଟିରୁ ଅଶୁଦ୍ଧ? ବଚନଗତ, ଲିଙ୍ଗଗତ, ଣତ୍ୱ ବିଧିଗତ, ସତ୍ତ୍ୱ ବିଧିଗତ। ଏହା ରହୁଛି କ'ଣ? ନା ଲିଙ୍ଗଗତ ଅଶୁଦ୍ଧି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ପୂଜ୍ୟାସ୍ପଦ, ସୌଜନ୍ୟତା, ବିସର୍ଜନ, ପରସ୍ପର। ଏହାର ସଠିକ ଉତ୍ତର କ'ଣ ହେଇଯିବ? ପରସ୍ପର। ପର ଦନ୍ତେଶ୍ୱର ପ ର, ପରସ୍ପର। ଗାୟକ ପଦ୍ୟକୁ ଗାନ କଲାବେଳେ ସ୍ୱର ଲମ୍ବାଇ ନିଜ ସୁବିଧା ଅନୁସାରେ କେଉଁ ଛନ୍ଦରେ ଜ୍ୟୋତିପାତ କରିଥାଏ? ବଙ୍ଗଳାଶ୍ରୀ, ଗୁଜରୀ, ଦାଣ୍ଡି, ନଟବାଣୀ। ଗାୟକ ପଦ୍ୟକୁ ଗାନ କଲାବେଳେ ସ୍ୱର ଲମ୍ବାଇ ନିଜ ସୁବିଧା ଅନୁସାରେ କେଉଁ ଛନ୍ଦରେ ଜ୍ୟୋତିପାତ କରିଥାଏ? ଦାଣ୍ଡି ଛନ୍ଦରେ। ସାହିତ୍ୟ ସିନ୍ଧୁ ଅପସନ୍ ସି ହେଇଯିବ କରେକ୍ଟ ଉତ୍ତର। ସାହିତ୍ୟ ସିନ୍ଧୁ ପୁସ୍ତକରେ ସ୍ଥାନିତ ମଙ୍ଗଳେ ଅଇଲେ ଉଷା କବିତାଟି କେଉଁ ଛନ୍ଦରେ ଲେଖାଯାଇଛି? ଶଙ୍କରାଭରଣ, ରାମକେରି, ଚକ୍ଷି, ବିଭାସ କେଦାର। ଏହା କେଉଁ ଛନ୍ଦରେ ରଚିତ ହେଇଛି? ନା ଚକ୍ଷି ଛନ୍ଦରେ ରଚିତ ହୋଇଛି। ଅପସନ୍ ସି କରେକ୍ଟ ଆନ୍ସର। ନେକ୍ସଟ ଦେଖିବା। କର୍ମ କଷଣ ଦେହ ସହେ ଅରଣ୍ୟେ ଅଜଗର ପ୍ରାୟ। ଏହି କବିତାଟି କେଉଁ ଛନ୍ଦରେ ରଚିତ ହୋଇଛି? ମୁକ୍ତ ଛନ୍ଦ, ଭାଗବତ ବାଣୀ, ନଟବାଣୀ, ରାମକେରି। ଏହା କେଉଁ ଛନ୍ଦରେ ରଚିତ ହେଇଛି? ନା ଭାଗବତ ବାଣୀ ଛନ୍ଦରେ ରଚିତ ହୋଇଛି। ନିଜ ସଂସ୍କୃତିକୁ ଅବହେଳା କରି ଅନ୍ୟ ସଂସ୍କୃତିକୁ ଅନୁସରଣ କରିବା ଉଚିତ ନୁହେଁ। ଏହି ବାକ୍ୟରେ କେଉଁ ଲୋକବାଣୀ ବ୍ୟବହାର କରାଯାଇପାରିବ? ଘର ଦିଅ ନ ପୂଜି ପରଦିଅ ପୂଜିବା, କୌରବର ଖାଇ ପାଣ୍ଡବର ଗାଇ, ଢିଙ୍କିଶାଳ ନ ଜାଣି ଢେଙ୍କାଶାଳ କଥା କହିବା, ଗାଁ କନିଆ ସିଙ୍ଗାଣି ନାକି। ନିଜ ସଂସ୍କୃତିକୁ ଆମେ ଯଦି ଅବହେଳା କରିକି ଅନ୍ୟ ସଂସ୍କୃତି ଆପଣେଇବା, ତା ଅର୍ଥ କ'ଣ? ଘର ଦିଅ ନ ପୂଜି ପରଦିଅ ପୂଜିବା। ଅପସନ୍ ଏ ହେଇଯିବ କରେକ୍ଟ ଆନ୍ସର। ନେକ୍ସଟ ଦେଖିବା। ଅତି ଗର୍ବଭାବ ପ୍ରଦର୍ଶନ କରିବା ନିମନ୍ତେ କେଉଁ ଲୋକବାଣୀ ଆମେ ପ୍ରଯୁଜ୍ୟ? ଦେଖ, ହଲିଲା ପାଣିରେ ଗୋଡ଼ ଦେବା, ହାତ ଅଳସେ ନିଶ ବଙ୍କା, ଧରାକୁ ସରା ମଣିବା, ସଭାରେ ହାଣ୍ଡି ଭାଙ୍ଗିବା। ଅତି ଗର୍ବଭାବ ପ୍ରଦର୍ଶନ କରିବା ଅର୍ଥ ଧରାକୁ ସରା ମଣିବା। ନେକ୍ସଟ ଦେଖିବା। ବହୁ ଅବାନ୍ତର କଥା କହିବା ଅର୍ଥରେ କେଉଁ ରୂଢ଼ି ବ୍ୟବହୃତ ହୁଏ? ଅଳ୍ପ ବିଦ୍ୟା ଭୟଙ୍କରୀ, ଏ ଘର ମାଉସୀ ସେ ଘର ପିଉସୀ, ଅଳିଆରୁ ଗଜା, କୁହାମୁଣ୍ଡା କପିଳା। ବହୁ ଅବାନ୍ତର କଥା କହିବା, ତା ଅର୍ଥ କୁହାମୁଣ୍ଡା କପିଳା। ନେକ୍ସଟ ଦେଖିବା ଶେଷ ପ୍ରଶ୍ନ।
ଭାରତୀୟ ହକି ଦଳ ଦେଶର ଗୌରବ ରକ୍ଷା ଲାଗି ଡ୍ୟାସ୍ କରୁଛି ଶୂନ୍ୟସ୍ଥାନ କେଉଁ ରୂଢ଼ି ପ୍ରୟୋଗ କରାଯିବ। ଦେଖ ଜୀବନ ମୂର୍ଚ୍ଛା ସଂଗ୍ରାମ କରୁଛି, ଛୁଞ୍ଚି ମାଛି ପରୀକ୍ଷା କରୁଛି, କୁମ୍ଭୀର କାନ୍ଦଣା କାଠି କର ପାଠ। ତ ଏଇ ଭିତରୁ କରେକ୍ଟ ଆନ୍ସର କ'ଣ ହେଇଯିବ? ଅପସନ୍ ଏ ଜୀବନ ମୂର୍ଚ୍ଛା ସଂଗ୍ରାମ କରୁଛି। ତ ଏଇଠି ଆମେ 50ଟି ଯାକ ପ୍ରଶ୍ନର ଉତ୍ତର ଦେଖିଲେ। ଯଦି ପିଲାମାନେ ତୁମକୁ এই ଯେଉଁ ସେଟ୍ଟି ଆମେ ଆଲୋଚନା କଲେ ଭଲ ଲାଗିଛି, ନିଶ୍ଚିତ ରୂପେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କରିଦିଅ, ସେମାନେ ମଧ୍ୟ ଉପକୃତ ହୁଅନ୍ତୁ। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ମଧ୍ୟ ନେକ୍ସଟ ଯେଉଁ ଭିଡ଼ିଓ ମୁଁ ଅପଲୋଡ଼ କରିବି ସେଥିରେ ଇଂଲିଶ ହେଉ ବା ଓଡ଼ିଆ ହେଉ ତା'ର ଆଉ ଗୋଟେ ନେକ୍ସଟ ସେଟ୍ ଦେଖିବା। ତ ସମସ୍ତଙ୍କୁ ରିକ୍ୱେଷ୍ଟ ରହିବ ଚ୍ୟାନେଲକୁ ସବସ୍କ୍ରାଇବ୍ କର, କାହିଁକିନା ତୁମମାନଙ୍କ ଗୋଟେ ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ରହୁଛି, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।